ମାଓ ମୁକ୍ତ ହେବ ଭାରତ, ଅମିତ ଶାହାଙ୍କ ବଡ଼ ଘୋଷଣା। ଓଡ଼ିଶା ମାଟିରୁ ମାଓବାଦୀଙ୍କୁ ଚେତାବନୀ ଦେବା ସହ ମାଓ ମୁକ୍ତ ଭାରତର ସ୍ୱପ୍ନ ପୂରଣ ହେବା ନେଇ ପୁଣି ଥରେ ସ୍ୱର ଶାଣିତ କଲେ ଶାହା। ଦେଶରୁ ମାଓବାଦୀ ଲୋପ ପାଉଛନ୍ତି, ଆଉ ଆଗାମୀ 25 ଦିନ ଭିତରେ ଭାରତ ମାଓ ମୁକ୍ତ ହେବା ନେଇ ସେ ଦମ୍ଭ ଦେଖାଇଛନ୍ତି। ନକ୍ସଲବାଦର ମୂଳପୋଛ ଏବଂ ମାଓବାଦୀ ସଫା ହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ମୋଦି ସରକାର 31 ମାର୍ଚ୍ଚ 2026 ସୁଦ୍ଧା ଦେଶକୁ ନକ୍ସଲବାଦ ମୁକ୍ତ କରିବାକୁ ସଂକଳ୍ପବଦ୍ଧ। ମାଓ ମୁକ୍ତ ଭାରତ ପାଇଁ ଅଭିଯାନ ଜୋରଦାର ଚାଲିଛି ଏବଂ ସିଆଇଏସ୍ଏଫ୍ ଏହି ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଓଡ଼ିଶା, ଛତିଶଗଡ଼ କିମ୍ବା ତେଲେଙ୍ଗାନା ସିଆଇଏସ୍ଏଫ୍ ନକ୍ସଲବାଦକୁ ଦୂର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆମର ସୁରକ୍ଷା ବାହିନୀ ତିରୁପତିରୁ ପଶୁପତି ପର୍ଯ୍ୟନ୍ତ ଲାଲ କରିଡରର ସ୍ୱପ୍ନ ଦେଖୁଥିବା ଲୋକଙ୍କୁ ସମ୍ପୂର୍ଣ୍ଣ ପରାସ୍ତ କରିଛନ୍ତି। ଏହା ଆମ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆମ ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ସଫଳତା। ତେବେ ଓଡ଼ିଶା ଗସ୍ତରେ ଆସି କିଛି ଏମିତି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକ ବିମାନ ବନ୍ଦରରେ ଗୃହମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି। ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସେ କଟକ ମୁଣ୍ଡଳୀରେ ପହଞ୍ଚିଛନ୍ତି। ସିଆଇଏସ୍ଏଫ୍ର ପ୍ରତିଷ୍ଠା ଦିବସରେ ସାମିଲ ହୋଇଥିଲେ। ଏହି ଅବସରରେ ସେ କହିଛନ୍ତି, ନକ୍ସଲ ମୁକ୍ତରେ ସିଆଇଏସ୍ଏଫ୍ର ବଡ଼ ଅବଦାନ। ମୁଣ୍ଡଳୀରେ ସିଆଇଏସ୍ଏଫ୍ର 57ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ସିଆଇଏସ୍ଏଫ୍ର ଭୂମିକାକୁ ପ୍ରଶଂସା କଲେ ଅମିତ ଶାହା। ସମୟ ସହିତ ନିଜକୁ ଗଢ଼ିଛି ସିଆଇଏସ୍ଏଫ୍। ଦେଶର ସୁରକ୍ଷାରେ ସିଆଇଏସ୍ଏଫ୍ର ଭୂମିକା ଗୁରୁତ୍ୱପୂର୍ଣ୍ଣ, ବୀରତ୍ୱ ଓ ତ୍ୟାଗର ଅନନ୍ୟ ପ୍ରମାଣ ବୋଲି କହିଛନ୍ତି ଶାହା। ସିଆଇଏସ୍ଏଫ୍ ହାତରେ ସୁରକ୍ଷିତ ରହିଛି ଦେଶର ବନ୍ଦର। 31 ମାର୍ଚ୍ଚ 2026 ସୁଦ୍ଧା ନକ୍ସଲବାଦ ମୁକ୍ତ ଲକ୍ଷ୍ୟ ରଖିଛି ଭାରତ। ନକ୍ସଲ ମୁକ୍ତ ଅଭିଯାନରେ ସୁରକ୍ଷା ବଳଙ୍କ ଭୂମିକା ଅନନ୍ୟ। ସିଆଇଏସ୍ଏଫ୍ ଯବାନ କଠିନ ପରିସ୍ଥିତିରେ କର୍ତ୍ତବ୍ୟ ପାଳନ କରି ଆସୁଛନ୍ତି ଏବଂ ଏହାକୁ ପ୍ରଶଂସା କରିବା ସହ ସେ ଓଡ଼ିଶା ମାଟିରୁ ଭାରତ ମାଓ ମୁକ୍ତ ହେବାର ଦମ୍ଭ ଦେଖାଇଛନ୍ତି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଫାଷ୍ଟ।